କିଏ କହିଲା ମୋ ଭାଇ ଯେ ଦେଖୁଥିବା ସ୍ୱପ୍ନ କେବେ ପୂରଣ ହୁଏ ନା। କେବେ ଥରେ ଚେଷ୍ଟା କର ରାତି 5ଟାରେ ଉଠିକି ଡ୍ୟୁଟି ଯିବା ପାଇଁ। କାହିଁକି ନା ବିନା କର୍ମରେ ଏଠି କେବେ ହେଲେ ସଫଳ ମିଳିବନି ବା କର୍ମ ନ କଲେ ଏଠି ନିଜର ସ୍ୱପ୍ନ କେବେ ହେଲେ ପୂରଣ ହବନି। ତ ସେଥିପାଇଁ ଆମକୁ କାମ କରିବା ପାଇଁ ପଡିବ। ଆଉ ଭାଗ୍ୟର ଭରସାରେ ବସିବେନି କେବେ। କାହିଁକିନା ନିଜର କର୍ମ ଦ୍ଵାରା ହିଁ ନିଜର ଭାଗ୍ୟକୁ ବଦଳେଇ ହବ। ଆଉ ଗୋଟେ କଥା କହିବି ସମସ୍ତଙ୍କୁ କି ଯୋଉମାନେ ଆଜ୍ଞା ଘରେ ବସୁଛନ୍ତି କେବେ ହେଲେ ଆଜ୍ଞା ବସନ୍ତୁନି। ଯୋଉ କାମଟା ଆପଣ କରୁଛନ୍ତି ନିଜ ପେଟ ପୋଷିବା ପାଇଁ ତ ସେଇ କାମଟା ଆପଣ ରେଗୁଲାର କରନ୍ତୁ। ଆଉ ଗୋଟେ କଥା କହିବି କି ଆପଣ ଯଦି କିଛି କାମ କରିବା ପାଇଁ ଚେଷ୍ଟା କରୁଛନ୍ତି ତ ତାକୁ ଆପଣ ରେଗୁଲାର କରନ୍ତୁ। ଆଉ କିଛି ଦିନ ବା କିଛି ବର୍ଷ କରନ୍ତୁ। କାହିଁକି ନା ଗୋଟିଏ ଦି ଦିନରେ ଆପଣ ସବୁ କାମ ଶିଖିଯିବେନି, କିଛି ହେଇଯିବନି। ତ ଆପଣ ରେଗୁଲାର କରନ୍ତୁ ଆଉ ସେଇ ବାଟରେ ଆପଣ ଚାଲନ୍ତୁ। ଆଉ ଗୋଟେ ଜିନିଷ ଯେ କର୍ମ ସମୟରେ ଆପଣ ହଡବଡ କେବେ ହେବେନି। ଯାହାବି ଆପଣ କେବେ କରୁଥିବେ, କାହିଁକି ନା ଯେତେବେଳେ ଆପଣ ଗୋଟେ ମାଇଣ୍ଡ ସେଟ କରିବେ ଗୋଟେ କାମକୁ କରିବା ଆରମ୍ଭ କରିବେ ବା କରିଚାଲିବେ, ନିହାତି ଆପଣଙ୍କୁ ଅସ୍ଥିର ଲାଗିବ, ଭଲ ଲାଗିବନି, କାମ କରିବା ପାଇଁ ଇଚ୍ଛା ହବନି। ଆଜି କାମ କଲେ 2 ଦିନ ପରେ ବସିଯିବେ, କାମ କରିବେନି। ତ ନିହାତି ଭାବରେ ଆପଣ ଲକ୍ଷ୍ୟ ସ୍ଥଳରେ ବାହାରନ୍ତୁ, ନିଜର କର୍ମ କରନ୍ତୁ, 2 ପଇସା ଇନକମ କରନ୍ତୁ ଆଉ ତା ସହିତ ମଧ୍ୟ ଏଞ୍ଜୟ କରନ୍ତୁ। ହଁ, ଏଇ ଭାଇ ଆମର କାମ ସାରିକି ଆସିଲେଣି। ତ ଏଇଟା ହଉଛି କଥା। 5ଟାରୁ ଆମେ ଉଠି ପାରୁନୁ, ଲୋକ ଯାଇକିରି ଭୋରୁ କାମ କରିକି ପଳେଇ ଆସୁଛନ୍ତି। ସେଇଟା ହଉଛି ନିଜର ଉପରେ ନିର୍ଭର। ଗୋଟେ ବି ଆପଣ ବ୍ଲଗିଂ ବି କରନ୍ତୁ, ଯାହାବି ଆପଣ କରନ୍ତୁ ତ ସେଇଟାକୁ ଆପଣ ମନ ଧ୍ୟାନ ଦେଇ କରନ୍ତୁ। ଆଉ ମାଇଣ୍ଡ ସେଟ ଗୋଟେ ରଖନ୍ତୁ ଏମିତି। କାହିଁକିନା ଗୋଟେ ଯାହା ଆପଣ କର୍ମ କରିବେ ତାକୁ ଆପଣ ପ୍ରତ୍ୟେକ ଦିନ କରିଚାଲିବେ। ହଡବଡ ହେବେନି, ଡରିବେନି, ଛାନିଆ ହେବେନି, କିଛି ହେବେନି। ତ ଏମିତି କିଛି କଲେ ଆଜ୍ଞା ଆଗକୁ ଯାଇହବ। ଆଉ ବସିଗଲେ କିଛି ହବନି, ଧୈର୍ଯ୍ୟ ଧରିବା ପାଇଁ ପଡିବ। ସବୁଥିରେ ଆଜ୍ଞା ଧୈର୍ଯ୍ୟ ଅଛି, ସବୁଥିରେ ଆଜ୍ଞା ଧୈର୍ଯ୍ୟ ଧରିବା ପାଇଁ ପଡିବ।